ପ୍ରକାର ବ୍ୟଞ୍ଜନ ସହ ଦହି ପଖାଳର ପ୍ରୀତି ଭୋଜନ ଗାଁ ଗହଳିରେ ଦେଖିବାକୁ ମିଳିଲା। ଭରପୁର ଉତ୍ସାହ ଓ ଆନନ୍ଦର ପରିବେଶରେ ପଖାଳ ଦିବସ ପାଳନ କଲେ। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ପଖାଳକୁ ନେଇ ଘରେ ଘରେ ପାଳିତ ହେଲା ଏହି ବିଶେଷ ଦିନ। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଜୟପୁର ଗାଁରେ ଦୋଳଗୋବିନ୍ଦ ସାମନ୍ତରାୟଙ୍କ ପକ୍ଷରୁ ନିଆରା ଢଙ୍ଗରେ ପଖାଳ ଦିବସ ପାଳନ କରାଯାଇଥିଲା। ନିଜ ଖର୍ଚ୍ଚରେ ସେ 20 ପ୍ରକାର ବ୍ୟଞ୍ଜନ ସହ ଦହି ପଖାଳ ପ୍ରସ୍ତୁତ କରି ଆଖପାଖର ବନ୍ଧୁବର୍ଗ ଓ ବରିଷ୍ଠ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ପ୍ରୀତି ଭୋଜନରେ ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ମଧ୍ୟ ସାମିଲ ହୋଇଥିଲେ। ପଖାଳ ସହ ଆଳୁ ଚଟଣି, ବାଇଗଣ ଚଟଣି, ଭର୍ତ୍ତା, ବିଭିନ୍ନ ପ୍ରକାର ଭଜା, ଶାଗ ଓ ମାଛ ଭଜା ପରି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। କଂସା ବେଲାରେ ଭାତକୁ ଦହି ସହ ପ୍ରସ୍ତୁତ କରି ପଖାଳ ତିଆରି କରାଯାଇଥିଲା, ଯାହା ଓଡ଼ିଆ ପରମ୍ପରାର ଏକ ଅଂଶ। ପଖାଳ ଦିବସ କେବଳ ଖାଦ୍ୟ ଉତ୍ସବ ନୁହେଁ, ଏହା ଓଡ଼ିଆ ଜାତିର ପରିଚୟ ଓ ସଂସ୍କୃତିର ପ୍ରତୀକ ବୋଲି ମତ ପ୍ରକାଶ ପାଇଛି। ପୁରୀରୁ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ, ଜିଲ୍ଲା ଖବର। ପ୍ରତାପ କୁମାର ସାମନ୍ତରା, ଜୟପୁର ସାକ୍ଷୀଗୋପାଳ। ଆଜି ପଖାଳଟି ବହୁତ ଧୁମଧାମରେ ପାଳନ କରାହେଲା। ପଖାଳ ଗୋଟେ ଟ୍ରାଡିସନାଲ ଖାଦ୍ୟ। ତାକୁ ତେଲ ମସଲାଠୁ ଦୂରରେ ରହି ଆମେ ପଖାଳକୁ ନିୟମିତ ଭାବରେ କେବଳ ପଖାଳ ଦିବସରେ ପଖାଳଟାକୁ ପାଳନ କଲେ ହେବନି, ପ୍ରତିଦିନ ବ୍ୟବହାର କରିବାଟା ବହୁତ ଭଲ। ଆଜି 18 ରୁ 20 ପ୍ରକାର ଆଇଟମ ହେଇଥିଲା। ଭେଣ୍ଡି ଭଜା, ବାଇଗଣ ଭଜା, କଖାରୁ ବଡ଼ା, ନଡ଼ିଆ ବଡ଼ା, ଛତୁ ଭଜା, ମାଛ ଭଜା, ମାଛ ଛେଚା, ଚିଙ୍ଗୁଡ଼ି ଭଜା, 17 ରୁ 20 ପ୍ରକାର ଆଇଟମ ହେଇଥିଲା। ଖୁସି ଲାଗିଲା, ଆନନ୍ଦ ଲାଗିଲା। ଆଜି ସମସ୍ତେ ମିଶି ଏକାଠି ବସି ଖାଇଲୁ। ତେଲ ମସଲାଠୁ ଦୂରରେ ରହି ପ୍ରତିଦିନ ଆମେ ପଖାଳ ଖାଇବାଟା ବହୁତ ଭଲ। ଦେହ ପାଇଁ ବହୁତ ଭଲ, ଆମ ଦେହ ପାଇଁ ବହୁତ ପଖାଳଟା ବହୁତ ଭଲ। ଆଗକୁ ଖରାଦିନ ଆସୁଛି, ଆମେ ଲୋକଙ୍କୁ କହିବା ଯେ ପ୍ରତିଦିନ ପଖାଳ ଖାଆନ୍ତୁ। ତେଲ ମସଲା ଫାଷ୍ଟଫୁଡ୍ ଠାରୁ ଦୂରରେ ରହି ପଖାଳ ଖାଇବାଟା ବହୁତ ଭଲ ହେବ। ଆଶିଷ ଦାସ, ଏମଓଏନ୍ ସାକ୍ଷୀଗୋପାଳ ଏସିଏସି। ନିହାତି ପଖାଳ ଆମ ଟ୍ରାଡିସନାଲ ଫୁଡ। ଏବେ ନୁହଁ, କାହିଁ କେତେ ବର୍ଷ ବର୍ଷ ପୂର୍ବରୁ ପଖାଳ ୟୁଜ୍ ହେଇ ଚାଲିଛି। ଆଜିକାଲି ଫାଷ୍ଟ ଫୁଡ, ଜଙ୍କ ଫୁଡ ମ୍ୟାକ୍ସିମମ୍ ୟୁଜ୍ କରିକି ପିଲାମାନେ ଅକାଳରେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଯେଉଁଟାକି ପଖାଳ ଏକଦମ ଲୋ କ୍ୟାଲୋରି ଏବଂ ହେଲ୍ଥ ବେନିଫିଟ୍ ବହୁତ ଅଧିକ। ଯେଉଁଟା ଆମେ ଆଜି ଗୋଟେ ଦିନ ପାଳନ କରିକି ରେଗୁଲାର ବେସିସ୍ରେ ୟୁଜ୍ କରିବା ଦରକାର। ତ ପଖାଳ ଖାଆନ୍ତୁ, ନିରୋଗ ରୁହନ୍ତୁ। ଖରାଦିନ ବହୁତ, କାହିଁକି ଏଥିରେ ଆମେ ଯେଉଁ ପାଣି ଦେଉଛେ, ଖାଦ୍ୟଟା ପାଣିରେ ରହିଲା, ଦହି ପଡ଼ିଲା, ଫର୍ମେଣ୍ଟେସନ୍ ହେଉଛି, ଯେଉଁଟାକି ଆମର ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନ୍ ପାଇଁ ବହୁତ ଭଲ। କାହିଁକିନା ଏଥିରେ ବହୁତ ଭଲ ବ୍ୟାକ୍ଟେରିଆ ଗ୍ରୋ ହୋଇଥାନ୍ତି, ଯେଉଁଟା ଡାଇଜେସନ୍ ପ୍ରୋସେସ୍କୁ ଆହୁରି ବେଟର୍ କରିଥାନ୍ତି।